ଅଜଣା ଗାଡ଼ି ଧକ୍କାରେ ଗତକାଲି ବିଳମ୍ବିତ ରାତିରେ ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ଯାହାକି ବର୍ତ୍ତମାନ ଚର୍ଚ୍ଚା ପାଲଟିଛି। ଏବଂ এই ଘଟଣା ହେଉଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ପାଲନକିଆ ଗାଁର ଜଣେ ଲୋକ କୌଣସି କାମରେ ସେ ଆସିଥିଲେ ବାଟାଗୁଡ଼ା, ଏବଂ ବାଟାଗୁଡ଼ାର 59 ନମ୍ବର ଜାତୀୟ ରାଜପଥ ଯାହାକି ବାଟାଗୁଡ଼ା ବଜାରରେ ସେ ଠିଆ ହେଇଥିଲେ ଏବଂ ବିଳମ୍ବିତ ରାତିରେ ସେ କୌଣସି କାମବଶ ଥିଲେ, ତ ହଠାତ୍ ଗୋଟିଏ 4 ଚକିଆ ଯାନ ଯାହାକି ଅଜଣା ଅଛି ଏବଂ ସେଇ ଯାନ ତାଙ୍କୁ ଚଢ଼େଇ ଦେଇଥିଲା, ତାଙ୍କୁ ଧକ୍କା ଦେଇଥିଲା, ଯାହାରି ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ ଏବଂ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତ ବର୍ତ୍ତମାନ ସିଧାସଳଖ ଭାବରେ ମୁଁ ଦେଖିବି ସେଇ ଗାଁର ଲୋକ ଅଛନ୍ତି ଏବଂ ପରିବାର ବର୍ଗ ଅଛନ୍ତି ଏବଂ ପୋଲିସ ବି ଏଠି ବର୍ତ୍ତମାନ ପହଞ୍ଚିଛନ୍ତି ଏବଂ ଯେଉଁ ଶବ ରହିଛି ଶବ କଥା ମୁଁ ଦେଖେଇବି। ବର୍ତ୍ତମାନ ଥାନା ଅଧିକାରୀ ପହଞ୍ଚିଲେ ଏବଂ ଶବ ମଧ୍ୟ ବ୍ୟବଚ୍ଛେଦ ହେବା ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏବଂ ସେଇ ପ୍ରସ୍ତୁତି ବି ଚାଲିଛି। ଏବଂ ସିଧାସଳଖ ଭାବରେ ଯଦି କହିବା, ଗତକାଲି ରାତି ଘଟଣାଟି ଘଟିଛି ଏବଂ ରାତି ପାଖାପାଖି 9ଟା ବେଳେ ଦୁର୍ଘଟଣା ହେଇଛି ଏବଂ ଆଜି ପାଖାପାଖି 11ଟା ହେଇଗଲା ସମୟ, କିନ୍ତୁ ଏପର୍ଯ୍ୟନ୍ତ ଶବର ବ୍ୟବଚ୍ଛେଦ ହେଇପାରିନି, ଯାହାକି ପୋଲିସ ପକ୍ଷରୁ ମଧ୍ୟ ବିଳମ୍ବ ରହିଛି ଏବଂ ସେ ଯେଉଁଥି ଫଳରେ ଏବେ ପର୍ଯ୍ୟନ୍ତ ସେଇ ଗାଁର ଲୋକ ଏବଂ ତାଙ୍କ ସମ୍ପର୍କୀୟ ମଧ୍ୟ ଏଇ ମେଡ଼ିକାଲରେ ଅଛନ୍ତି ଏବଂ ଦୀର୍ଘ ସମୟ ଧରି ସେମାନେ ଯେହେତୁ ଶବ ତାଙ୍କର ଏଠି ପଡ଼ିଛି ଏବଂ ସେମାନେ ଏଠି ବସିଛନ୍ତି, ଯାହାକି ଏଠି ଗୋଟେ ପ୍ରକାର ଦେଖାଯାଉଛି ଯେ ପୋଲିସର ଅବହେଳା ବି ଦେଖାଯାଉଛି ଏବଂ ପୋଲିସର ତତ୍ପରତା ନାହିଁ। ଏବେ ପର୍ଯ୍ୟନ୍ତ ଯେଉଁ ଗାଡ଼ିଟି ଦୁର୍ଘଟଣା ଘଟାଇଛି ସେ ଗାଡ଼ିକୁ ଧରିବା ମଧ୍ୟ ସକ୍ଷମ ହୋଇପାରିନି ଏବଂ ତଦନ୍ତରେ କେଉଁଠି ନା କେଉଁଠି ତଦନ୍ତରେ ଟିକେ ଢିଲା ପଡ଼ିଯାଇଛି। ଏବଂ ମୋ ସହିତ ଜଣେ ସମାଜସେବୀ ଅଛନ୍ତି, ଯିଏକି ସେ ଅଞ୍ଚଳର ଜଣେ ଜନପ୍ରତିନିଧି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କ ନାଁ ହେଉଛି ଅରୁଣ ବାବୁ, ଅରୁଣ ନାୟକ। ତାଙ୍କ ସହିତ ଆମେ ସିଧାସଳଖ କଥା ହେବା। ଆଚ୍ଛା ଭାଇ, MBC ଟିଭିକୁ ସ୍ୱାଗତ କରୁଛି। କ'ଣ କହିବେ, କାଲି ଯେଉଁ ଘଟଣାଟି ଘଟିଥିଲା କ'ଣ ହେଇଛି ଏବଂ କ'ଣ ଆପଣଙ୍କର ଦାବି ରହୁଛି? नमस्कार MBC टीवी को मु कहवाक चाहे बाटागुड़ा पंचायतर जो जो रास्तार जो पंचायत अच्छी से पंचायतर अवहेला जोगु आज से भाईंकर मृत्यु होती। कारण से गोटे सीसी कैमेरा लगे कथा, ता सहित गोटे लाइट लगे कथा, किंतु लाइट लगिनी कि सीसी कैमेरा भी लगी ना। सेटा हूँ 4टा पंचायतर बापा हूँ आमर बाटागुड़ा पंचायत, जोटा कि परमपांगा, डड़कंगिया, मिडियाइकिया, रुतुंगिया गुटे से बाटागुड़ारे थिले, वर्तमान 4 भाग हो जाइछि। किंतु से आज भी से अवहेला करुछि, कहीं ना एटे प्रतिनिधि मानकर अवहेला जोगु आज से भाईंकर मृत्यु घटी। जेहेतु पुलिस प्रशासन पहुँची भी ए पर्यंत गाड़ी को पाई ना, कारण अवहेला करिसेंते आम प्रशासन। तुरंत जेतेबेले आम लोक माने रास्ता अवरोध करवाकू चाहूतिले से जगार प्रशासन RI जाइकी पहुँचिकी 10,000 टंका रेड क्रॉस रु पाइबा सर्ते रास्ता को हटई, किंतु प्रतिश्रुति देइछंती जे आमे सांगे सांगे आपण मानको गाड़ी चिन्हट करी आमे गाड़ीर नंबर आ गाड़ी को आमे आपण को कहीदेबू बोली कहिछंती। किंतु एबे पर्यंत भी गाड़ी को चिन्हट करि पारि नै बालीगुड़ा पुलिस। एथिरे मन दुख करुछंती बालीगुड़ा ब्लॉक बाटागुड़ा पंचायतर ग्रामवासी, जे पुलिस को भावुतले निजर बोली, किंतु पुलिस जनसाधारण को अवहेला करबा हेतु से दुखित आज अनुभव करुछंती। ଆପଣ ସିଧାସଳଖ ଭାବରେ ଶୁଣୁଥିଲେ ଯେ ଯେତେବେଳେ ଘଟଣାଟି ଘଟିଛି ଏବଂ ସ୍ଥାନୀୟ ଲୋକଙ୍କର ସହଯୋଗରେ ଉତ୍ତେଜନା ପ୍ରକାଶ ପାଇଥିଲା, ଯେହେତୁ 59 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ଏବଂ ଦୁର୍ଘଟଣା ପରେ ସେହି ସ୍ଥାନୀୟ ଲୋକ ମାନେ ଗୋଟେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହାରି ଫଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯିଏକି ଅତିରିକ୍ତ ତହସିଲଦାର ପହଞ୍ଚିଥିଲେ ଘଟଣାସ୍ଥଳରେ ଏବଂ RI ମଧ୍ୟ ପହଞ୍ଚିଥିଲେ ଏବଂ ଏଠିକା ଥାନା ଅଧିକାରୀ ଯିଏକି ବାଲିଗୁଡ଼ା ଥାନା ଅଧିକାରୀ ମଧ୍ୟ ପହଞ୍ଚିଥିଲେ ଏବଂ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ରେଡ୍ କ୍ରସ୍ ପାଣ୍ଠିରୁ ମଧ୍ୟ 10,000 ତାଙ୍କୁ ଦିଆଯାଇଥିଲା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ ସେଇ ଶବ ତାକୁ ଉଠେଇକି ଆଣିଲେ ଏବଂ ମେଡ଼ିକାଲ ରଖିଛନ୍ତି ଏବଂ ଆଜି ତାର ଶବର ବ୍ୟବଚ୍ଛେଦ ପାଇଁ ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି। ଏବଂ ଆଉ ଗୋଟେ କଥା ରହୁଛି, ଯେତେବେଳେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟୁଛି ଏବଂ ଏଠି ଗୋଟେ ବଡ଼ କଥାଟି ରହିଯାଉଛି ଯେ ଯେତେବେଳେ ଦେଖିବା ଗୋଟେ ସହରର ବିକାଶ ଉଦ୍ଦେଶ୍ୟ ଏବଂ ସହରର କୌଣସି ଅପରାଧକୁ ରୋକିବା ପାଇଁ ଯେଉଁ କ୍ୟାମେରା ଲାଗୁଛି, ସେ କ୍ୟାମେରା ମଧ୍ୟ ଲାଗିପାରୁନି ଏବଂ କ୍ୟାମେରାର ସଠିକ୍ ବ୍ୟବହାର ହୋଇପାରୁନି, ଯାହାରି ଫଳରେ ବିଭିନ୍ନ ଘଟଣା ଘଟିଲେ ମଧ୍ୟ କିମ୍ବା ବିଭିନ୍ନ ଅପରାଧ ଘଟିଲେ ମଧ୍ୟ ତାକୁ ଧରିବା ପୁଲିସ ପାଇଁ କଷ୍ଟକର ହେଉଛି। ଏବଂ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦେଖିବା ଏଇ ଯେଉଁ ଘଟଣାଟି ଯେଉଁ ଅଜଣା ଗାଡ଼ିଟି ଧକ୍କା ଦେଇ ଚାଲିଯାଇଛି ଏବଂ ଗୋଟେ ପରିବାର ବର୍ତ୍ତମାନ ହନ୍ତସନ୍ତ ହୋଇଛନ୍ତି, ପରିବାର ବର୍ତ୍ତମାନ ନିରାଶ ହତାଶ ହୋଇଛନ୍ତି। ତ ସେହି ପରିପ୍ରେକ୍ଷୀରେ ପୋଲିସ ପ୍ରତି କ'ଣ କାର୍ଯ୍ୟାନୁଷ୍ଠାନ ରହୁଛି ଏବଂ ପୋଲିସ କ'ଣ ତଦନ୍ତ ନେଉଛି ଏବଂ ପୋଲିସ କେବେ ଗାଡ଼ିକୁ ଧରିବ ଏବଂ କେବେ ଉଚିତ ନ୍ୟାୟ ପାଇବେ ସେ ପରିବାର ଏବଂ ସେ ଗାଁ ଲୋକ, এই সমস্ত বিষয় দেখিবার বাকি রহিলা। কন্ধমাল জেলা বালিগুড়া মেডিকাল পরিসরରୁ ତାପସ କୁମାର ନାୟକ, MBC TV।